ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଏ ହେଉଛି ସିଙ୍ଗିଲାର ଏ ଦୃଶ୍ୟ 32 ବେଶ। ଆସନ୍ତୁ ତା ଭିତରକୁ ଆମେ ବୁଲିଯିବା। ଅରୁଣ ସ୍ତମ୍ଭ 22 ପାହାଚ ପ୍ରଭୁଙ୍କର ସମାଜ ସର୍ବଜନୀୟ। ଆସନ୍ତୁ ଗୋଟିଏ ଗୋଟିଏ ବେଶ ଆମେ ଦେଖି ଯିବା। ପ୍ରଭୁଙ୍କର ପ୍ରଥମ ବେଶ, ଦ୍ୱିତୀୟ ବେଶ ତ ସବୁ ଲେଖା ହେଇଛି, ସବୁ ଜାଣିଛନ୍ତି। ତୃତୀୟ ବେଶ, ଆମେ ଚତୁର୍ଥ ବେଶ, ଏମିତି ପ୍ରତ୍ୟେକ ଗୋଟେ ବେଶ ବହୁତ ଭଲ ହେଇଛି। ଡେକୋରେଟ୍ ବି ବହୁତ ଭଲ ହେଇଛି। ଆଉ ଏଠାକାର ସବୁ ପ୍ରାୟ ସବୁ ଭଲ ହେଇଛି। ଆସନ୍ତୁ, ଆସି ଦେଖନ୍ତୁ, ମଜା ନିଅନ୍ତୁ, ପ୍ରଭୁଙ୍କର ଦର୍ଶନ କରନ୍ତୁ। ପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତେ ଆତୁରତ। ମୁଁ ବର୍ତ୍ତମାନ କାମରୁ ଏଇ 2ଟା ବେଳେ, ବର୍ତ୍ତମାନ ତ ଲୋକ ଏଠି ନାହାନ୍ତି, ମୁଁ 2ଟା ବେଳେ କାମରୁ ଆସି ଏଇପଟେ ଯାଉଛି। ତେଣୁ ପ୍ରଭୁଙ୍କ ଦର୍ଶନ କରି ଆମେ ଟିକେ ଦେଖି ଚାଲିଛୁ। ପ୍ରଭୁଙ୍କର ଦର୍ଶନ ପାଇଁ ଲୋକ କୋଟି ଟଙ୍କା ସାରିଦେଲା ପରେ ବି ଦର୍ଶନ ପାଆନ୍ତି ନାହିଁ। କିନ୍ତୁ ପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ହେଲେ ଭକ୍ତି ଶ୍ରଦ୍ଧାରେ ପାଆନ୍ତି। ଟଙ୍କା ପଇସାରେ ଏଠି କିଛି ନାହିଁ। ପ୍ରଭୁ ଟଙ୍କା ପଇସା କିଛି ମାଗନ୍ତି ନାହିଁ କିମ୍ବା ଇଏ କରନ୍ତି ନାହିଁ। ପ୍ରଭୁଙ୍କର ଆଶୀର୍ବାଦ ନେବା ପାଇଁ ଆସିଥିଲୁ, ବୁଲାବୁଲି କଲୁ, ଆଶୀର୍ବାଦ ନେଲୁ। ତେଣୁ ଆମେ ପୁରା ପରିକ୍ରମା କଲୁ। ତାପରେ ଆମେ କାମ ସାରି ଆସିଲୁ। ତେଣୁ ଭୋକ ତ ଲାଗିଲାନି, ତେଣୁ ଟିକେ ଦର୍ଶନ କରି ଚାଲିଯିବା। ଆଉ ଠାକୁରଙ୍କର ଆଶୀର୍ବାଦ ଥିଲେ ଆମେ ଚାଲି ଆସିଲୁ ଦର୍ଶନ ପାଇଁ। ତେଣୁ ଟିକେ ଦର୍ଶନ କରିଲୁ। ଆମେ ଦର୍ଶନ କରି ଆମେ ଚାଲିଲୁ। ଡେକୋରେଟ୍ ବହୁତ ଭଲ ହେଇଛି, ଆଉ ବହୁତ ଫାର୍ଷ୍ଟ କ୍ଲାସ୍ ଡେକୋରେଟ୍। ଠାକୁର ବହୁତ ଭଲ। ପ୍ରଭୁଙ୍କର ବେଶ ପ୍ରାୟ ସବୁ ବେଶ ଗୁଡ଼ା ବହୁତ ଭଲ। ଯେମିତି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ, ବଳଭଦ୍ର, ସୁଭଦ୍ରା ପୁରା ଏଠାରେ ଅଛନ୍ତି ଯେମିତି ଲାଗୁଛି। ପୁରା ସେଇଭଳିଆ ଜୀବନ୍ତ ଭଳିଆ ଲାଗୁଛି। ଦେଖନ୍ତୁ ବହୁତ ଭଲ ହେଇଛି, ବହୁତ ସୁନ୍ଦର ହେଇଛି, ବହୁତ ଭଲ ହେଇଛି। ଏଥର ବୁଲି ଦେଖିଲୁ। ଆଉ ଯେତେ ଦେଖିଲେ ବି ପେଟ ଭରୁ ନାହିଁ। ପୁରା ଦେଖିବା ପାଇଁ ଇଚ୍ଛା ହେଉଛି। ଯେତେ ଦେଖିଲେ ସେତେ ଦେଖିବା ପାଇଁ ଇଚ୍ଛା ହେଉଛି। ତେଣୁ କ'ଣ କରିବ, ଯେତେ ବି ଦେଖ ପୁଣି ଦେଖିବା ପାଇଁ ଇଚ୍ଛା ହେବ। ପ୍ରଭୁଙ୍କୁ ଆମେ ଡେଲି ଦେଖୁଛେ, ତଥାପି ଆମକୁ ଦେଖିବା ପାଇଁ ଇଚ୍ଛା ହେଉଛି। କାହିଁକି ସେ ପ୍ରଭୁ ଜାଣନ୍ତି। ଦେଖନ୍ତୁ କିଭଳିଆ ପ୍ରତ୍ୟେକ ବେଶ ବହୁତ ଭଲ। ବହୁତ ଭଲ ହେଇଛି ବେଶ। ଆଉ ଆସି ପରିବାର ସହ ଆସନ୍ତୁ, ଦେଖି ଯାଆନ୍ତୁ, ପ୍ରଭୁଙ୍କ ଦର୍ଶନ ପାଇଯାଆନ୍ତୁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ମହାପ୍ରଭୁଙ୍କର କୃପା ସମସ୍ତେ ନୂଆ ବର୍ଷରୁ ଭଲରେ ରୁହନ୍ତୁ।